ଯେହେତୁ ସେ ମଣିପୁରମ୍ କୁ ଯାଇଥିଲେ କି ନ ଯାଇ ମୁଁ ଜାଣିନି, କିନ୍ତୁ ସେ ତ ବର୍ତ୍ତମାନ ଥାନାକୁ ଆସୁନି କି ପୋଲିସ ତାଙ୍କ କାମ ସେ କଣ କରୁଛନ୍ତି ମୁଁ ଜାଣିନି। ଆଉ ଏବେ କହୁଛନ୍ତି ନାଇଁ କେସଟାକୁ ଦି ପକ୍ଷରେ ମିଳାମିଶା କରିଦେବା କି କଣ ଯାହା ବୋଲିକି କହୁଛନ୍ତି। ମୁଁ କିନ୍ତୁ ଜାଣିନି, ମତେ ମତେ ନ୍ୟାୟ ଦରକାର। କଣ ହେଇଛି ଯେତିକି ମୋର ମଣିପୁରମରେ ମୋର ଗୋଟେ ଯାଇଥିଲୁ ଦି ସାଙ୍ଗ, ଯାହା ନାଁ ହଉଛି ବିଶ୍ୱଜିତା ସିଂ। କ୍ୟାମେରା କମି ଆମେ ଯେହେତୁ ଜୁଲାଇ 5ରେ ଗୋଟେ ଗୋଲ୍ଡ ଲୋନ୍ ପାଇଁ ଯାଇଥିଲୁ। ସେ କହିଲା କି ମୋ ଆକାଉଣ୍ଟରେ ମୁଁ ଲୋନ୍ କରିଛି, ତୁ ମୋର ଥରେ ଇଏ କରିଦେ, ଆଡ୍ କରିଦେ, ଆଉ ଯୋଉଟା କି ମୁଁ ତୋର ହେଇଯିବ କାମ ସବୁ କିଏ କହିଲା। କହିଲା ତା ନାଁ କଣ ତା ନାଁ ବିଶ୍ୱଜିତା ସିଂ। ସିଏ ମୋର ହଉଛି ମାନେ ସମ୍ପର୍କରେ ସମ୍ପର୍କରେ ଯୋଉ ଫ୍ରେଣ୍ଡ, ଯେହେତୁ ମୁଁ ବ୍ୟାଚଲର ଟାଇମରୁ ତାକୁ ଜାଣିଥିଲି। ପୁରୁଷ ବନ୍ଧୁ? ନାଇଁ, ମୋ ସାଙ୍ଗଟା ଝିଅ ପିଲା। ସେ କହିଲା ଠିକ ଅଛି, ଆଉ ଫାଷ୍ଟ ମତେ 85,000 ମାଗିଲା। 85,000 ମାଗିଲା ମତେ ଧାର ଦେଇଥା ବୋଲିକି କହିବାରୁ ମୁଁ କହିଲି ହଉ ଠିକ ଅଛି। ଫାଷ୍ଟ ଥର 85,000 ଦେଲି। ସେକେଣ୍ଡ ଥର ହେଲା ବେଳକୁ କହିଲା କି ନାଇଁ ଆଉ ଗୋଟେ 75,000 ମତେ ଦରକାର ଅଛି, ଦେଇଥା ବୋଲି କହିବାରୁ ଆମେ ଦି ଜଣ ମଣିପୁରମ ଯାଇଥିଲୁ। ମଣିପୁରମରେ ଯେହେତୁ ଗଲା ବେଳକୁ ସେଠୁ ମୋର ସିଗ୍ନେଚର ମାଗିଲେ, ମୁଁ ସିଗ୍ନେଚର ଦେଲି। ମୋର ଆଖି ଫଟୋ ସବୁ ଟେଷ୍ଟ ହେଲା। ମୁଁ ଭାବିଲି ମୋ ସୁନାଟା ବୋଧେ ମୋ କାଗଜରେ ହେଇଛି କି, ଯେହେତୁ ତାପରେ କହିଲା ବେଳକୁ ବିଏମ କହିଲେ ନାଇଁ କଣ ସେଟା ପ୍ୟାନ କାର୍ଡ ହେଇଥିବାରୁ କହିଲା କି ନାଇଁ ହେଇପାରିବନି, ସାଙ୍ଗ ନାଁରେ ଏଡ୍ କରିଦଉଛି ବୋଲି କହିବାରୁ ମୁଁ କହିଲି ଭାବିଲି ହଉ, ଯେହେତୁ ସାଙ୍ଗ ତ ଅଛି ହେଲ୍ପ କରିବ କି କଣ ତା ପାଖରେ ସୁରକ୍ଷିତ ବୋଲି। ମୁଁ ଯେହେତୁ ଗାଁରୁ ଫେରିଲା ବେଳେ 3 ମାସ ପରେ ଦେଖିଲା ବେଳକୁ ସେ ସୁନା କ୍ଲୋଜ କରିକି 5 ଲକ୍ଷ ଉଠେଇକି ପ୍ଲସ ବର୍ତ୍ତମାନ 62 ଗ୍ରାମ ସୁନା ସବୁ ହଡପ କରିକି ନେଇଯାଇଛି। କେତେ ଟଙ୍କା ହବ ସେ? ବର୍ତ୍ତମାନ ସେଟା ଯାହା ହେବ ସମଥିଙ୍ଗ 9 ଲକ୍ଷ ପାଖାପାଖି। 9 ଲକ୍ଷ। ଆଜ୍ଞା। କଣ ଏବେ ଚାହୁଁଛ? ନ୍ୟାୟ ଚାହୁଁଛି ପୋଲିସ ଦ୍ୱାରା। ପୋଲିସ ଯାହା ତ ଆସିକି ହେଲାଣି 8 ଦିନ କମ୍ପ୍ଲେନ କରିକି।